ନମସ୍କାର। ଆପଣଙ୍କର ଆଜିର ଏହି ଭବିଷ୍ୟବାଣୀ ସାଧାରଣ ନୁହେଁ। ଗ୍ରହମାନଙ୍କର ବିଶେଷ ଚାଳ ଏବଂ ଦେବୀ ଶକ୍ତିର ଶୁଭ ସଂକେତ ଆଧାରରେ ଆଜି ଆମେ ସେହି ଯୋଗଗୁଡ଼ିକ ବିଷୟରେ ଆଲୋଚନା କରିବୁ ଯାହା ଆପଣଙ୍କ ଜୀବନରେ ନୂତନ ସୁଯୋଗ, ଆର୍ଥିକ ପ୍ରଗତି ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ଯଦି ସାମ୍ପ୍ରତିକ ଦିନଗୁଡ଼ିକରେ ଆପଣଙ୍କୁ ବାରମ୍ବାର କିଛି ଶୁଭ ସଂକେତ ଦେଖିବାକୁ ମିଳୁଛି, ତେବେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖନ୍ତୁ, କାରଣ ଶେଷ ଅଂଶରେ ଏକ ସରଳ ପ୍ରତିକାର ମଧ୍ୟ କୁହାଯିବ। ଜାଣିବା ପାଇଁ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ବନ୍ଧୁମାନେ, ଆଗାମୀ ଆଜି ସନ୍ଧ୍ୟା ମିନିଟ ପରେ ଏକ ବହୁତ ବଡ଼ ଘଟଣା ଘଟିବ। ଯଦି ଆଜିର ଏହି ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହୁଏ, ତେବେ ମୁଁ ଅନ୍ନ ଏବଂ ଜଳ ତ୍ୟାଗ କରିଦେବି। କିନ୍ତୁ ହଁ, ସେଥିପାଇଁ ଆପଣଙ୍କୁ କିଛି ବିଶେଷ ସତର୍କତା ଏବଂ କଥା ମାନିବାକୁ ପଡ଼ିବ। ଆଜିର ଏହି ଭିଡିଓ କେବଳ ଆପଣଙ୍କ ପାଇଁ ତିଆରି କରାଯାଇଛି। 9 ଜଣ ଦେବୀ ମା ଆପଣଙ୍କ ଘରକୁ ଆସିବାକୁ ଯାଉଛନ୍ତି। ଏଭଳି ଗ୍ରହ ଗୋଚରର ସଂକେତ ରହିଛି। ଆପଣଙ୍କ କୁଣ୍ଡଳୀରେ ଏଭଳି ପ୍ରବଳ ସଂକେତ ଦେଖିବାକୁ ମିଳୁଛି। ଏହା ସହିତ କିଛି ଅଜବ ଘଟଣା ମଧ୍ୟ ଆପଣଙ୍କ ସହିତ ଘଟିପାରେ। କିନ୍ତୁ ଯଦି ସାମାନ୍ୟ ଅବହେଳା କରିବେ, ତେବେ ଆପଣଙ୍କୁ ବହୁତ ବେଶି ପଶ୍ଚାତ୍ତାପ କରିବାକୁ ପଡ଼ିବ। କାରଣ ଆଜିର ଏହି ଭବିଷ୍ୟବାଣୀ କୌଣସି ସାଧାରଣ ଭବିଷ୍ୟବାଣୀ ନୁହେଁ ଏବଂ କେହି ଏହାକୁ ମିଥ୍ୟା ବୋଲି ପ୍ରମାଣିତ କରିପାରିବେ ନାହିଁ। କାରଣ ମୁଁ ଆପଣଙ୍କୁ ସତକଥା କହୁଛି, ଯଦି ଆପଣଙ୍କ ରାଶି, ଆପଣଙ୍କ ଜନ୍ମକୁଣ୍ଡଳୀ ଏବଂ ଗ୍ରହମାନଙ୍କର ସଂଯୋଗ ଏହି ସମୟରେ ଅନୁକୂଳ ଦିଗରେ ଚାଲିଛି, ତେବେ ବନ୍ଧୁମାନେ, ଆଗାମୀ ଦିନଗୁଡ଼ିକରେ ଆପଣଙ୍କ ଜୀବନରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିପାରେ ଯାହା ଦୀର୍ଘକାଳ ପର୍ଯ୍ୟନ୍ତ ମନେ ରହିବ। କେହି କେବେ ଭୁଲି ପାରିବେ ନାହିଁ। ଏତେ ବଡ଼ ଚମତ୍କାରୀ ପରିବର୍ତ୍ତନ ଆପଣଙ୍କ ଜୀବନରେ ଘଟିବାକୁ ଯାଉଛି। ବନ୍ଧୁମାନେ, କୁହାଯାଏ ଯେ ଯେତେବେଳେ କୌଣସି ବ୍ୟକ୍ତିଙ୍କ ଉପରେ 9 ଦେବୀଙ୍କ କୃପା ପଡ଼େ, ସେତେବେଳେ ତାଙ୍କର ଅଟକି ରହିଥିବା କାମଗୁଡ଼ିକ ଧୀରେ ଧୀରେ ଆଗକୁ ବଢ଼ିବାକୁ ଲାଗେ, ଆତ୍ମବିଶ୍ୱାସ ବୃଦ୍ଧି ପାଏ ଏବଂ ନୂତନ ସୁଯୋଗ ମଧ୍ୟ ମିଳିଥାଏ। ଖୁସିରେ ଆପଣ ନାଚିବାକୁ ଆରମ୍ଭ କରିଦେବେ। ଚମତ୍କାରୀ ପରିବର୍ତ୍ତନ ହେବ, ମୁଁ ମିଛ କହୁନାହିଁ। ଘଣ୍ଟା ଭିତରେ ଆପଣଙ୍କ ଭାଗ୍ୟ ବଦଳିଯିବ ଏବଂ ଏହି ଘଟଣା ଯେକୌଣସି ପରିସ୍ଥିତିରେ ଘଟିବ ହିଁ ଘଟିବ। କାରଣ ବନ୍ଧୁମାନେ, ଆପଣଙ୍କ କୁଣ୍ଡଳୀର ସଂକେତ କହୁଛି ଯେ ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି। ଯେଉଁ କାରଣରୁ ଭଲ ଘଟଣା ହିଁ ଘଟିବ, କୌଣସି ମନ୍ଦ ଘଟଣା ଘଟିବ ନାହିଁ। ତେଣୁ ପଶ୍ଚାତ୍ତାପ କରିବା ବଦଳରେ ଆପଣଙ୍କର ଖୁସି ରହିବା ଉଚିତ, କାରଣ ବହୁ ବର୍ଷ ପରେ ଆପଣଙ୍କ ଜୀବନରେ କିଛି ଭଲ ପରିବର୍ତ୍ତନ ଆସିବାକୁ ଯାଉଛି। ଦେବୀ ମାଙ୍କ କୃପା ଆପଣଙ୍କ ଉପରେ ପ୍ରାପ୍ତ ହେବାକୁ ଯାଉଛି ଏବଂ କୌଣସି ଜଣେ ଦେବୀ ନୁହନ୍ତି, ବରଂ 9 ଜଣ ଦେବୀ ମା ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି। ତାର ପରେ ଦେଖିବେ, ଆପଣଙ୍କ ଜୀବନରେ ଅଟକି ରହିଥିବା ଯେତେ ସବୁ କାମ ଅଛି, ସେଗୁଡ଼ିକ ଧୀରେ ଧୀରେ ଆଗକୁ ବଢ଼ିବାକୁ ଲାଗିବ ଏବଂ ନିଜ ପ୍ରତି ଆପଣଙ୍କର ବିଶ୍ୱାସ ମଧ୍ୟ ଆହୁରି ଦୃଢ଼ ହୋଇଯିବ। ସେହିପରି ନୂତନ ନୂତନ ସୁଯୋଗ ମଧ୍ୟ ଆପଣଙ୍କୁ ମିଳିବା ଆରମ୍ଭ ହୋଇଯିବ ଏବଂ ଏହିସବୁ ମାତ୍ର ଘଣ୍ଟା ଭିତରେ ଘଟିବାକୁ ଯାଉଛି। ଡଙ୍କା ପିଟି ମୁଁ କହୁଛି, ଆପଣଙ୍କ ଜୀବନରେ ଏଭଳି ଏକ ଘଟଣାକ୍ରମ ଘଟିବାକୁ ଯାଉଛି ଯାହାକୁ ଆପଣ ସାରା ଜୀବନ ମନେ ରଖିବେ। ଆଜିର ଏହି ବିଶେଷ ଭବିଷ୍ୟବାଣୀରେ ଆମେ ସେହି ଶୁଭ ସଂକେତଗୁଡ଼ିକ ବିଷୟରେ କଥା ହେବୁ ଯାହା ସୂଚାଏ ଯେ ଆପଣଙ୍କ ଜୀବନରେ ଆର୍ଥିକ ଉନ୍ନତି, ମାନସମ୍ମାନ ଏବଂ ନୂତନ ସୁଯୋଗ ଆସିବାର ସମ୍ଭାବନା ସୃଷ୍ଟି ହେଉଛି। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଅତ୍ୟନ୍ତ ସତର୍କତାର ସହିତ ଦେଖିବେ, କାରଣ ଏଭଳି ପରିବର୍ତ୍ତନ ଆପଣଙ୍କ ଜୀବନରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳୁଛି। ପୁଣି କେବେ ବି ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ। ଏହି ସମୟରେ ମହାଜାଗତିକ ଶକ୍ତିଗୁଡ଼ିକ ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ପ୍ରସନ୍ନ ରହିଛନ୍ତି। ତେଣୁ ବହୁତ ଭଲ ଭଲ ଶୁଭ ସଂକେତ ବର୍ତ୍ତମାନ ଆପଣଙ୍କୁ ଦେଖିବାକୁ ମିଳିବ। ଆଜିର ଏହି ବିଶେଷ ଭବିଷ୍ୟବାଣୀରେ
ଆମେ ଆପଣଙ୍କୁ ସେହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହା ଜଣାଏ ଯେ ଆପଣଙ୍କ ଜୀବନରେ ଆର୍ଥିକ ଉନ୍ନତି କେବେ ଏବଂ କିପରି ଆସିବ। ତେଣୁ ମୁଁ ଚାହେଁ ଯେ ଆପଣ ଆମ ସହିତ ଭିଡିଓର ଶେଷ ପର୍ଯ୍ୟନ୍ତ ଜଡ଼ିତ ରୁହନ୍ତୁ, କାରଣ ଆମେ ଆପଣଙ୍କୁ ପ୍ରଥମ ସଂକେତଟି ଜଣାଇବାକୁ ଯାଉଛୁ ଏବଂ ଏହି ସମସ୍ତ କଥା ଆପଣଙ୍କ ଜୀବନରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଗୁଡ଼ିକ ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ଅଟେ। ବନ୍ଧୁମାନେ, ଦେଖନ୍ତୁ, ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେଉଛି। କିଛି ନୂତନ ସ୍ଥାନରୁ ଟଙ୍କା ଆସିବାର ସଂକେତ ମିଳୁଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ମଧ୍ୟ ଶୁଭ ଗ୍ରହମାନଙ୍କର ପ୍ରଭାବ ବୃଦ୍ଧି ପାଏ, ମୋର ପ୍ରିୟ ଭକ୍ତଗଣ, ସେତେବେଳେ ସେମାନଙ୍କର ଅଟକି ରହିଥିବା ଧନ ମିଳିବାକୁ ଲାଗିଥାଏ। ସେହିପରି ନୂତନ କାମ ଆରମ୍ଭ ହେବା କିମ୍ବା ଆୟର ନୂତନ ଉତ୍ସ ସୃଷ୍ଟି ହେବାର ଯୋଗ ମଧ୍ୟ ସୃଷ୍ଟି ହୋଇପାରେ। ଏହି ସମୟଟି ଆପଣଙ୍କ ପାଇଁ ଏତେ ଅନୁକୂଳ ରହିଛି ଏବଂ ଭଲ ଭଲ ଆୟର ଯୋଗ ସୃଷ୍ଟି ହେଉଛି ଯେ ଆପଣଙ୍କୁ ଅଧିକାଂଶ ସମୟରେ ଖୁସି ରହିବା ଉଚିତ ଏବଂ ଭଗବାନଙ୍କ ଦ୍ୱାରା ଦର୍ଶାଯାଇଥିବା ମାର୍ଗରେ ଚାଲିବା ଉଚିତ, କାରଣ ଭଗବାନ କେବେ ବି କୌଣସି ବ୍ୟକ୍ତିଙ୍କ ସହିତ କିଛି ଖରାପ କରନ୍ତି ନାହିଁ। ଯାହା ମଧ୍ୟ କରନ୍ତି ସବୁ ଭଲ ହିଁ କରନ୍ତି। ଆଜିର ପ୍ରହର ମିନିଟ ପରେ ଅର୍ଥାତ୍ ପ୍ରହର ଗଡ଼ିଗଲେ ମା ଦୁର୍ଗା, ମା କାଳୀ ଏବଂ ମା ଲକ୍ଷ୍ମୀଜୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ପ୍ରାପ୍ତ ହେବ ଏବଂ ଛୋଟ ଛୋଟ ଜୀବଜନ୍ତୁଙ୍କ ରୂପରେ ଆପଣଙ୍କ ଘରକୁ ପାଦ ଦେବେ ଏବଂ ଯେମିତି ହିଁ ସେମାନେ ଆପଣଙ୍କ ଘରକୁ ଆସିବେ, ବନ୍ଧୁମାନେ, ତାର ତୁରନ୍ତ ପରେ ଆପଣଙ୍କ ମୁହଁରେ ଏକ ଅଲଗା ପ୍ରକାରର ହସ ଦେଖିବାକୁ ମିଳିବ ଏବଂ ଧୀରେ ଧୀରେ ଆପଣଙ୍କ ପ୍ରତ୍ୟେକ କାମ ହେବାକୁ ଆରମ୍ଭ ହୋଇଯିବ। ଯଦି ଗତ କିଛି ସମୟ ଧରି ଆପଣଙ୍କୁ ଅତ୍ୟନ୍ତ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, ବନ୍ଧୁମାନେ, ତେବେ ଆଗାମୀ ସମୟରେ ଏଥିରୁ ବହୁତ ବେଶୀ ଆଶକ୍ତି ମିଳିବାର ପ୍ରବଳ ସମ୍ଭାବନା ସୃଷ୍ଟି ହେଉଥିବାର ଦେଖିବାକୁ ମିଳୁଛି। ମୁଁ ମନରୁ ଏହା ହିଁ ଚାହେଁ ଯେ ଆପଣ ଆଜିର ଏହି ଭିଡିଓକୁ ମିସ୍ ନ କରନ୍ତୁ ଏବଂ ଆରମ୍ଭରୁ ଏକାଦମ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏବେ ଉପରବାଲା ଆପଣଙ୍କ ପାଇଁ ବହୁତ ଭଲ ଏବଂ ସୁନେଲି ସୁଯୋଗ ପ୍ରସ୍ତୁତ କରିଦେଇଛନ୍ତି ଏବଂ ଦେବଦେବୀଙ୍କ ଆଶୀର୍ବାଦରେ ଏବେ ସବୁକିଛି ଭଲ ହେବାକୁ ଯାଉଛି। ବନ୍ଧୁମାନେ, କେବେ କେବେ ଆମ ଜୀବନରେ ଏଭଳି ସମୟ ଆସେ ଯେତେବେଳେ ମନେ ହେବାକୁ ଲାଗେ ଯେ ସବୁକିଛି ଶେଷ ହୋଇଯାଇଛି, କିଛି ମଧ୍ୟ ମୋ ହାତରେ ନାହିଁ, କାରଣ ଆମେ ଅନେକ ସମୟରେ ଭୁଲ କରି ବସୁ। ଏଭଳି ଲୋକଙ୍କ ଉପରେ ଭରସା କରି ବସୁ ଯାହାକି ନିଜେ ଭରସାଯୋଗ୍ୟ ନୁହନ୍ତି। କିନ୍ତୁ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଯେତେବେଳେ ମଧ୍ୟ ଆମର ସାହସ ଭାଙ୍ଗିବାକୁ ଲାଗେ, ସେତେବେଳେ ଆମର କର୍ମ ଏବଂ ଆମ ଉପରେ ଯେଉଁ ଦେବଦେବୀମାନେ ପ୍ରସନ୍ନ ଥାନ୍ତି, ସେମାନେ ସାହାଯ୍ୟ କରିଥାନ୍ତି, ଅର୍ଥାତ୍ ଭଗବାନ ହାତ ବଢ଼ାଇଥାନ୍ତି ଏବଂ ଏହି ସମୟ ଆପଣଙ୍କୁ ବିପଦରୁ ବାହାର କରିବା ପାଇଁ ସମସ୍ତ ଦେବୀ ମାତା ପ୍ରସନ୍ନ ହୋଇସାରିଛନ୍ତି। ତେଣୁ ଖୁସି ପାଳନ କରିବାର ପ୍ରସ୍ତୁତିରେ ଲାଗିଯାଆନ୍ତୁ। ଆଦ ମଧ୍ୟ ଆଜିର ଏହି ଭିଡିଓକୁ ମଜାକରେ ନିଅନ୍ତୁ ନାହିଁ, କାରଣ ବହୁତ ଏଭଳି ଲୋକ ଅଛନ୍ତି ଯାହାଙ୍କ ଟଙ୍କା କେଉଁଠି ଅଟକି ଯାଇଥିଲା। ତେଣୁ ଏହି ସମୟରେ ସେହି ସମସ୍ତ ଅଟକି ରହିଥିବା ଟଙ୍କା ମିଳିପାରେ।